ମୁଁ ଘନା କେଉଟ ଦିନରେ କରେ ଚିଙ୍ଗୁଡି ବେପାର ରାତିରେ କରେ ଘୋଡା ନାଟ ପ୍ରେମ ସେ ଡାକିଲେ ଘନ ଶ୍ୟାମ ଆଉ ରାଗି ଗଲେ କରେ ଦକ୍ଷିଣୀ ନାଟ। ଭଲ ପାଇବାର ପ୍ରତିବଦଳ ତୁ ସିନା କରିପାରିଲୁନି କିନ୍ତୁ ମୋ ଭଲ ପାଇବାର ବଦଳ ମୁଁ ନିଶ୍ଚୟ କରିବି। ତୁ ହାରିଗଲୁ ହାରିଗଲୁ ତୁ କିନ୍ତୁ ମୁଁ ଆକାଶ ବିକାଶ ହିସାବ ନିକାଶ କରିବାରେ କେବେ ବି ହାରିବା ଶିଖେ। ଦିନେ ଚକଲେଟ ହିରୋ ସାଜିଥିବା ହିରୋ ଆଜିର ଭିଲିଆନ ଆମ ସହିତ ଅଛନ୍ତି ଯାତ୍ରା ଜଗତର ସୁନ୍ଦର ଭିଲିଆନ ଟାହିଆ ଭାଇ। ସିଧାସଳଖ କଥା ହେବା। ଭାଇ ଆପଣଙ୍କୁ ଖଣ୍ଡଗିରି ମଞ୍ଚକୁ ସ୍ୱାଗତ। ସର୍ବପ୍ରଥମ ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ବି ସ୍ୱାଗତ। ଆଗରୁ ଆପଣ ପୋଲିସ ଆଉ ହିରୋଗିରି କରୁଥିଲେ କିନ୍ତୁ ବର୍ତ୍ତମାନ ଭିଲିଆନଗିରି କରୁଛନ୍ତି। ଅଭିନେତା ମାନେ ତ ସବୁ ଚରିତ୍ରରେ କରିବା ଦରକାର, ମୁଁ କରୁଛି ଆଉ। ନାଚ ଆପଣଙ୍କର ସୁନିଶ୍ଚିତ ରହୁଛି? ନାଚ ହଁ ରହୁଛି। ନାଚଟା ମତେ ଆକ୍ଚୁଆଲି ମୁଁ ଗୋଟେ ଆର୍ଟିଷ୍ଟ, ମୋର ଫେଭରାଇଟ ହଉଛି ଗୀତ ଆଉ ନାଚ। ମତେ ବହୁତ ବଢିଆ ଲାଗେ। କିପରି ଆସିଥିଲେ? ଆଜ୍ଞା ଯାତ୍ରା ଯାତ୍ରାରୁ ମୁଁ 1999ରୁ ଏଣ୍ଟ୍ରି କରିଥିଲି। ଏରକମ ଟୋକା ମନ ଟୋକେଇରେ ଯୋଉ କୁହନ୍ତି, ତ ମୁଁ ହଠାତ୍ ଘରୁ ରାଗିକି ପଳେଇ ଆସିକି ରହିଲି। ସେତେବେଳେ ଦରମା ବହୁତ କମ୍ ଥିଲା, ତ ସେ ନିଶା ନଥିଲା, ପଇସା କମେଇବାର ନିଶା ନଥିଲା। ଗୋଟେ ଆର୍ଟିଷ୍ଟ ଲାଇନରେ କାମ କରିବା ପାଇଁ ଯୋଉ ନିଶା, ମୋ ଯିଏ ବଡ ଭାଇ ଅକ୍ଷୟ ସାହୁ ସେ ମତେ ଆଗେ ତାଙ୍କରି ପ୍ରେରଣାରେ ମତେ ଆଣିକି ରଖିଥିଲେ। ତା ପରଠୁ ଚାଲିଛି ଆଉ। ଆକୃଷ୍ଟ କହି ଯାଉ ଯିବ ଗତ ବର୍ଷର ନାଟକ ହାଇଲାଇଟ୍ ହେଇଥିଲା, ଏ ବର୍ଷ ମଧ୍ୟ ରହିଛି ଏବଂ କାଶୀ ବୃନ୍ଦାବନ। ଗତ ବର୍ଷର ଡାଇଲଗ ବି ଏଥର କଣ ଆଉ କଣ ନୂଆ ରହିଛି? ନାଇଁ ନୂଆ ସବୁ ଅଲଗା ଅଲଗା କାହାଣୀ, ଚରିତ୍ର ତ ଅଲଗା ଅଲଗା ନିଶ୍ଚିତ ଭାବରେ। ଏଥିରେ ବ୍ରାହ୍ମଣ ହେଲେ, ଏଥିରେ କେଉଟ ଘନା କେଉଟ। ଆମେ ଗୋଟେ ମାଛ ଧରା ବଂଶର ଲୋକ, ମାଛ ଧରିବା ବେପାର କରିବା, ତା ଦେହରେ କୋକାଇନ୍ ହିରୋଇନ୍ ସପ୍ଲାଏ କରିବା, ଏଇଟା ହଉଛି ଆମର କାମ ଆଉ। ଓଡିଶୀ ନାଚ ରହିଛି, ଟିକେ ଡାଇଲଗ ଶୁଣିବା। ନାଇଁ ଓଡିଶୀ ନାହିଁ ଏଥିରେ, ଏଟା ହଉଛି ଘୋଡା ନାଟ। ଏଇ ନାଟକର ଡାଇଲଗ ତ, ମୁଁ ଘନା କେଉଟ ଦିନରେ କରେ ଚିଙ୍ଗୁଡି ବେପାର ରାତିରେ କରେ ଘୋଡା ନାଟ ପ୍ରେମ ସେ ଡାକିଲେ ଘନ ଶ୍ୟାମ ଆଉ ରାଗି ଗଲେ କରେ ଦକ୍ଷିଣୀ ନାଟ। ହବ ଦକ୍ଷିଣୀ ନାଟ ହବ। ଯେତେବେଳେ ଖଣ୍ଡଗିରି ଆସନ୍ତି, ଯାତ୍ରା କ୍ୟାରିୟରର କେତେ ବର୍ଷ ଧରିକି ଆପଣ ଖଣ୍ଡଗିରି ଆସିଛନ୍ତି? ସେମିତି ଆକଳନ ତ କରି କହିହବନି, ଏମିତି ପରଫେକ୍ଟ ଆକଳନ କରି କହିଲେ ପ୍ରାୟ କଣ୍ଟିନ୍ୟୁ ଆସେ, ଯୋଉ ବାଟରେ ରହିଛି ଆସିଛି। ଯାତ୍ରା ଜୀବନରେ ଅନେକ କଳାକାରଙ୍କ ଦୁଃଖ ରହିଥାଏ, କାହିଁକି ନା ପରିବାର ଛାଡିକି ଆସୁଛନ୍ତି। ସେମିତି ଟାହିଆ ଭାଇଙ୍କ ଜୀବନରେ କଣ ଦୁଃଖ ରହିଥିଲା? ଦୁଃଖ ଯାହା ଅଛି ସବୁ ମନ ଭିତରେ। ଦୁଃଖ କେହି ତ ପରିପ୍ରକାଶ କଲେ କିଛି ହବନି, ଲାଘବ ହବନି। ତ ଦୁଃଖଟା ଦୂରୀକରଣ ହେଇଯାଏ ଏଇ ଦର୍ଶକ ଭଗବାନ ମାନଙ୍କର ଭଲ ପାଇବା, ସ୍ନେହ ମମତା, ଭଲ ପାଇବା, ଏଇ ସେ ପ୍ରଶଂସାଟି ସାଉଣ୍ଟିବା, ସେତିକିରେ ଦୁଃଖ କ୍ଲିୟର ହୁଏ। ଯାତ୍ରା ଜଗତରେ କାହାକୁ ଗୁରୁ ବୋଲି ମାନନ୍ତି ଆପଣ? ଗୁରୁ ତ ସମସ୍ତେ ଗୁରୁ, କାହିଁକି ନା ମୁଁ ଏଠି ଯୋଉ କାମ କରିବାକୁ ଆସିଛି, ଯୋଉ ପାର୍ଟିରେ ରହିଛି, ସେ ମାଲିକ ମ୍ୟାନେଜର ମତେ ପ୍ରୋତ୍ସାହନ ଦେଇକି ନେଇଥିଲେ। ମୋ ବଡ ଭାଇ ଆକ୍ଚୁଆଲି ଯାତ୍ରାକୁ ଆଣିବା ଦିଗନ୍ତ ଦେଖେଇବା ମୋ ବଡ ଭାଇ ଅକ୍ଷୟ ସାହୁ ମତେ ଦେଖେଇଥିଲେ। ଗୋଟେ ପଜିଟିଭ ଡାଇଲଗ ଶୁଣିବା। ପଜିଟିଭ ଡାଇଲଗ ରାଧା ସୁନ୍ଦରୀକୁ ସଦା ସିନ୍ଦୁର ନାଟକର ଡାଇଲଗ ଗୋଟେ ଚେଞ୍ଜ ହେଇଯାଉଛି ଯେତେବେଳେ। ଭଲ ପାଇବାର ପ୍ରତିବଦଳ ତୁ ସିନା କରିପାରିଲୁନି କିନ୍ତୁ ମୋ ଭଲ ପାଇବାର ବଦଳ ମୁଁ ନିଶ୍ଚୟ କରିବି। ତୁ ହାରିଗଲୁ ହାରିଗଲୁ ତୁ କିନ୍ତୁ ମୁଁ ଆକାଶ ବିକାଶ ହିସାବ ନିକାଶ କରିବାରେ କେବେ ବି ହାରିବା ଶିଖେ। ମୁଁ ଜିତିବି, ତୁ ଅପେକ୍ଷା କର, ମୁଁ ତତେ ଟଙ୍କା 5 ଲକ୍ଷ ଦେବି। ଏଇ ରଜ ସୁନ୍ଦରୀ ତମ ସଜ ସିନ୍ଦୁର ପବିତ୍ରତାର ସୁଗନ୍ଧରେ ଏମିତି ସବୁଦିନ ପାଇଁ ମହମ ଏଇ ବାସୁ। ଏହା ହିଁ ମୋର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।
ପରିଚୟ ଆପଣଙ୍କୁ ଦେଇଥିଲା ଆପଣ ନେଗେଟିଭ କରନ୍ତି ପଜିଟିଭ କରନ୍ତି କୋଉଟା ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲା ଟାହିଆ ଭାଇଙ୍କୁ ଯେ ଇଏ ନେଗେଟିଭ ପାଇଁ ପ୍ରଯୁଜ୍ୟ ବୋଲି ଯାତ୍ରା ରଙ୍ଗର ମହଲ ରଙ୍ଗମହଲ ସତ୍ୟବାବୁଙ୍କ ପାର୍ଟି ସେଇଠୁ ମୁଁ ନେଗେଟିଭ ଆରମ୍ଭ କରିଥିଲି ମିଛ ରାଧୁଆ ଗପ ସରିଲାରୁ ଡାଇଲଗ ମନେ ଅଛି ରାଧି ନିମନ୍ତ୍ରଣ କରୁଛି ସେ ଯୋଉ କହୁଛି ଫେରିକି ଯାଅ ବେଶୀ ତ ମନେ ନାହିଁ ଏମିତି ସଂଳାପ ସବୁ ଆଉ ଆଗାମୀ ବର୍ଷ ପାଇଁ କୋଉ ପାର୍ଟିକି ଯିବେ ବୋଲି ନିଶ୍ଚୟ କରିବି ନାଇଁ ଆଗାମୀ ବର୍ଷ ପୁଣି ମୁଁ ଏଇ ଶିବାନୀରେ ଚୁକ୍ତି କରିବି ବିବାହଟା କଣ ଯାତ୍ରା କହିଥିଲା ନା ବାହାରୁ ଆଜ୍ଞା ବିବାହ ପ୍ରେମ ବିବାହ ଯାତ୍ରା ଜଗତର ନାୟିକା ନା ଅନ୍ୟ ସବୁ ସେଇ ଅଭିନୟ କରନ୍ତି ହଁ ଅଭିନୟ କରନ୍ତି ମାମା କଣ ଲକ୍ଷ୍ୟ ରହିଛି କିଛି ନାହିଁ ଏମିତି କଳା ପରିବେଷଣ କରିବା ଲୋକମାନଙ୍କୁ ସ୍ନେହ ମମତା ସାଉଣ୍ଟିବା ଭଲ ପାଇବା ସାଉଣ୍ଟିବା ସମସ୍ତଙ୍କୁ ନାଟକ ମାଧ୍ୟମରେ ମନୋରଞ୍ଜନ କରାଇବା ତେଣିକି ଆଉ ଯାହା ଈଶ୍ୱରଙ୍କ ଇଚ୍ଛା ଆଉ ଫାଙ୍କା ସମୟ ମିଳିଲେ କଣ କରନ୍ତି କେବଳ ରିଲ୍ସ ନା ଆଉ କଣ ଫାଙ୍କା ନାହିଁ ବହୁତ ଆଡଜଷ୍ଟମେଣ୍ଟ କରି କରିବାକୁ ପଡେ କାହିଁକିନା ପ୍ରକୃତିର ନିୟମ ରାତିରେ ଶୋଇବା ଦିନରେ ଚେଇଁବା ଆମେ ଯେହେତୁ ରାତିରେ ଚେଉଁ ଦିନରେ ଶୋଉ ତେଣୁ ଆମକୁ ସମୟଟା ବହୁତ କମ ମିଳେ ଏମିତି ଘରକୁ ବୁଝିବା ବହୁତ ଅସୁବିଧା ଯାତ୍ରା କଳାକାର ବିଶେଷ କରି ଯାତ୍ରା କଳାକାରଙ୍କ ଜୀବନ ଆପଣ କ୍ୟାମେରା ଗ୍ରୀନ ରୁମ ରେ ଅଛି ବୋଲି ଅଛି ଗାଡି ବି ବୁଲେଇ ଦେଲେ ତା ନବଜାତ ଶିଶୁଟିଏ ଯଦି ଜନ୍ମ ହେଇଛି ସେ ଗାଡିରେ ଶୋଇକି କିଏ ଜଗିକି ଶୋଇଥିବ ବାପା ମା ଆସିକି ଏଠି କାମ କରୁଥିବେ ଏଭଳି ନଜିର ବି ଅଛି ରହିବା ଖାଇବା ଏସବୁ ଆମ ଆଡଜଷ୍ଟେବଲ ଲାଇଫ ଆମର ଆମେ ଆଡଜଷ୍ଟ କରିଦେଲୁଣି ମନକୁ ଖୁସି କରିବା ପାଇଁ ଆପଣ ରିଲ୍ସ ମଧ୍ୟ କରନ୍ତି ହଁ ନିଶ୍ଚିତ ଭାବରେ ତା ତ ଟ୍ରେଣ୍ଡ ଗୋଟେ ସମୟ ହିସାବରେ ଚାଲିବାକୁ ପଡିଲେ ଏରକମ କାମ କରିବାକୁ ପଡେ ଇଚ୍ଛା ନଥିଲେ ବି କରିବା ଦେଖୁଥିଲି ଅନେକ ଦୁଃଖ ରହିଛି ମନ ଭିତରେ ସୁଖ ରହିଛି କିନ୍ତୁ ମନର ଦୁଃଖ ପରିବାରର ଦୁଃଖକୁ ଦୂର କରିଥାଏ କାହିଁକି ନା ଗୋଟିଏ ପରିବାର ଛାଡିଲେ ଏଠି ହଜାର ହଜାର ପରିବାର ବାପା ମା ମାନେ ନାଟକ ଦେଖୁଛନ୍ତି ତେବେ ଦର୍ଶକଙ୍କ ତାଳି ଗାଳି କୋଉଠି ନା କୋଉଠି କଳାକାରଙ୍କ ଦୁଃଖକୁ ଉଡେଇଛି ଭୁବନେଶ୍ୱର ଗ୍ରାମପଞ୍ଚାୟତ ବଡୁଙ୍ଗା ସର୍କିଟ ସାହୁ जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।